ଭାରସାମ୍ୟ ହରାଇ ଏକ ବସ୍ ନୟନଜୁରିକୁ ଖସି ଯିବାରୁ କିଛି ସମୟ ଧରି ଜାତୀୟ ରାଜପଥରେ ଗାଡ଼ି ମଟର ଅଟକି ରହିଥିଲା, ଯାହାକି ବାଲେଶ୍ୱର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ସୋର ମାଟିଆପଲା ଛକ ନିକଟରେ ଭାରସାମ୍ୟ ହରାଇ ଏକ ବସ୍ ନୟନଜୁରିକୁ ଖସି ଯାଇଥିଲା। ସୂଚନା ଅନୁଯାୟୀ ରାଧାମାଧବ ନାମକ ଏକ ଘରୋଇ ବସ୍ ସୋରରୁ ମରାମତି ହୋଇ ନୟାଗଡ଼ ଅଭିମୁଖେ ଯାଉଥିଲା। ହେଲେ ସୋର ମାଟିଆପଲା ଛକ ନିକଟରେ ବସ୍ଟି ଭାରସାମ୍ୟ ହରାଇ ନୟନଜୁରିକୁ ଖସି ଯାଇଥିଲା। ତେବେ ବସ୍ ଭିତରେ କୌଣସି ଯାତ୍ରୀ ନଥିବାରୁ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିବା ପରେ ଜାତୀୟ ରାଜପଥରେ ଅଟକି ରହିଥିବା ଗାଡ଼ି ମଟର ଗୁଡ଼ିକ ଯାତାୟାତ ସ୍ୱାଭାବିକ ହୋଇଥିଲା। हाँ कर सब कर बालेश्वर जिला सोररू सुमंत दास रिपोर्ट कोणार्क लाइव।